ନବମ ଓ ଦଶମ ଶ୍ରେଣୀର ମୋର ସମସ୍ତ ପ୍ରିୟ ଛାତ୍ରଛାତ୍ରୀମାନେ ତୁମ ସମସ୍ତଙ୍କୁ ପୁଣି ଥରେ ଏସ୍ଏସ୍ ଓଡ଼ିଆ ଏକାଡେମୀ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ପିଲାମାନେ, ତୁମମାନଙ୍କର ଯେଉଁ ରହିଛି 4ଟା କ୍ଲବ୍, ଜିଜ୍ଞାସା, ସାହିତ୍ୟ ସୃଜନୀ, କୌଶଳୀ ଆଉ କ୍ରୀଡ଼ାଙ୍ଗନ, ତ ସେ 4ଟା ସାରା କ୍ଲବ୍ର ପ୍ରତ୍ୟେକ କ୍ଲବ୍ର ପୁଣି ଅଧିବେଶନ ରହିଛି। ପ୍ରତ୍ୟେକ ଅଧିବେଶନକୁ ଆମେମାନେ କରି ଯିବା। ତ କ୍ରୀଡ଼ାଙ୍ଗନର ପ୍ରଥମ 2ଟି ଅଧିବେଶନ ଆମେ ଦେଖିଥିଲେ। ଆଜି ତା'ର ତୃତୀୟ ଅଧିବେଶନ ଦେଖିବା। ଭିଡ଼ିଓ ଗୁଡ଼ିକ ତୁମମାନଙ୍କୁ ଯଦି ଭଲ ଲାଗୁଛି ଏବଂ ପ୍ରତ୍ୟେକ ଅଧିବେଶନ ଭିଡ଼ିଓ ପାଇବା ପାଇଁ ତୁମେମାନେ ଚ୍ୟାନେଲକୁ ଲାଇକ୍ କର ବହୁତ ମାତ୍ରାରେ, ଆଉ ସାଙ୍ଗମାନଙ୍କ ସହିତ ବହୁତ ସାରା ସେୟାର କର। ଯଦି ଚ୍ୟାନେଲକୁ ଭଲ ପାଉଛ ତାହେଲେ ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲ ନାହିଁ। ତୁମମାନଙ୍କର ଗୋଟେ ସବସ୍କ୍ରାଇବ୍ ମୋତେ ମୋଟିଭେଟ୍ କରିବ ପରବର୍ତ୍ତୀ ସମୟରେ ତୁମମାନଙ୍କ ପାଇଁ ଭିଡ଼ିଓ ନେଇକି ଆସିବା ପାଇଁ। ଚାଲ ପିଲାମାନେ, ଆଉ ଡେରି କରିବାନି, ଆଜିର ଭିଡ଼ିଓ ଆରମ୍ଭ କରିବା। ଅଧିବେଶନ ତୃତୀୟର ଦେଖ ଆସ୍ପିରେସନାଲ୍ କମ୍ପୋନେଣ୍ଟସ୍, ଏଇଭଳି ଗୋଟେ ସୁନ୍ଦର ଚିତ୍ରଟେ ଫାଷ୍ଟ କରିବ। କ୍ରୀଡ଼ାଙ୍ଗନ ଅଧିବେଶନ 3, ନାମ ଆତ୍ମସଚେତନତା, ବିଦ୍ୟାଳୟର ନାମ, ଛାତ୍ରଛାତ୍ରୀଙ୍କର ନାମ, ଶ୍ରେଣୀର ନାମ ଦେବ, ରୋଲ୍ ନମ୍ବର ଦେବ, ଗାଇଡ଼ ଟିଚରଙ୍କ ନାମ ଦେବ। ସୁନ୍ଦର ଚିତ୍ର କରିସାରିଲା ପରେ ପ୍ରଥମେ 3ଟା ଯେଉଁ ଆମର ଆବେଗ ରହୁଛୁ ସେ ଆବେଗ ଗୁଡ଼ାକ ଆମେ ଚିତ୍ର ଅଙ୍କନ କରିବା। କାହିଁକିନା 3ଟା ଆବେଗ କହିଛି, ତେଣୁ ରାଗିବା ସମୟରେ ଆମେ କେଉଁ ଭଳିଆ ଅବସ୍ଥା ହେଇଥାଏ ଜଣେ ମଣିଷର, ତାର ଗୋଟେ ସୁନ୍ଦର ଚିତ୍ର ରହିଛି। ତାପରେ ଯେତେବେଳେ ନିରାଶ ଅବସ୍ଥାରେ ଆମେ ଥାଉ ତାର ଚିତ୍ର ମଧ୍ୟ ଗୋଟେ ରହିଛି, ଦେଖିଦିଅ। ମନ ଦୁଃଖ, ପରୀକ୍ଷା ଦ୍ୱାରା ଫେଲ୍ ହେଇଛ, ମନ ଦୁଃଖ ରହିଛ, ନିରାଶ ଅବସ୍ଥା। ତାପରେ ଖୁସି ହେବା ସମୟରେ, ଧର ନୂଆ କରି ସ୍କୁଲକୁ ଯାଉଛ, ଖୁସି ଅଛ, ବ୍ୟାଗ୍ କାନ୍ଧରେ ପକାଇଛ, ତ ତାର ସିଚୁଏସନ୍। ଠିକ୍ ସେଇଭଳି ଭାବରେ ଯେଉଁ ଖେଳ ଆମେ ଖେଳିବା, ଖେଳକୁ 4ଗୋଟି ଦଳରେ ଭାଗ କରିବା ଏବଂ ପ୍ରତ୍ୟେକ ଦଳର ନାମକରଣ କରିବା। କ, ଖ, ଗ, ଘ ହେଇପାରେ ବା ତେନ୍ଦୁଲକର, ସେହୱାଗ, ବିରାଟ କୋହଲି, ରାହୁଲ ଦ୍ରାବିଡ଼ ଦଳ ହେଇପାରେ। ଏମିତି କିଛି ଦଳର ନାମ କରିବା ଏବଂ ପ୍ରତ୍ୟେକ ଖେଳାଳିଙ୍କ ନାମ କ'ଣ 1, 2, 3, 4, 5, 6, 7, 8 ଯେତିକି ଜଣ ଖେଳାଳି ଖେଳିବେ ପ୍ରତ୍ୟେକ ଦଳର ସମାନ ଖେଳାଳି ସବୁ ଦଳରେ ରହିବେ। ଏବଂ ଖେଳ ବିଷୟରେ ଆମେମାନେ ମଧ୍ୟ ଜାଣିବା। କ'ଣ ଲେଖିବା ଉତ୍ତରରେ? ଅଧିବେଶନ 3 ଆତ୍ମସଚେତନତା ଉଦ୍ଦେଶ୍ୟ କ'ଣ ରହିଛି ନା ଅଂଶଗ୍ରହଣକାରୀମାନେ ବିଭିନ୍ନ ପରିସ୍ଥିତିରେ ଅନୁଭବ କରୁଥିବା ଆବେଗମାନଙ୍କ ମଧ୍ୟରୁ ଅତି କମ୍ରେ 3ଟି ଆବେଗକୁ ଚିହ୍ନଟ କରିବା ସହ ସେଗୁଡ଼ିକୁ ଗ୍ରହଣ କରିବାକୁ ଯତ୍ନବାନ ହେବେ। ନାମ ପଞ୍ଜୀକରଣ ଅଧିବେଶନ 3ରେ ଭାଗ ନେଉଥିବା ପ୍ରତ୍ୟେକ ଅଂଶଗ୍ରହଣକାରୀ ବା ଖେଳାଳିମାନେ ସେମାନଙ୍କର ନାମ ଖେଳ ଆରମ୍ଭ ପୂର୍ବରୁ ପଞ୍ଜୀକୃତ କରିବା ଆବଶ୍ୟକ। ଆବଶ୍ୟକ ଉପକରଣ କ'ଣ ରହିଛି ନା 8ଟି ମାର୍କର କିମ୍ବା କୋନ୍ ନେବେ। ପ୍ରସ୍ତୁତି ମାର୍କର ବ୍ୟବହାର କରି 15 ମିଟର × 15 ମିଟରର ଏକ ବରାକାର କ୍ଷେତ୍ର ଆଙ୍କିବା। ଖେଳ ଏବଂ ଦଳ ସମ୍ପର୍କରେ ସୂଚନା ଦେଖ। ସମସ୍ତ ଅଂଶଗ୍ରହଣକାରୀଙ୍କୁ 4ଟି ସମାନ ଦଳରେ ବିଭକ୍ତ କରିବା ସହିତ ସେମାନଙ୍କୁ ତେନ୍ଦୁଲକର, ସେହୱାଗ, ବିରାଟ, ଦ୍ରାବିଡ଼ ଏହିଭଳି ବିଭିନ୍ନ ଦଳରେ ବିଭକ୍ତ କରିପାରିବା। ପ୍ରତ୍ୟେକ ଦଳକୁ ଏକ ସିଧା ଧାଡ଼ିରେ ଠିଆ କରାଇବା ଯେପରି ଏକ ବର୍ଗକ୍ଷେତ୍ର ହେବ। ତାପରେ ଦେଖ, ଅଂଶଗ୍ରହଣ କରିଥିବା ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ସେମାନଙ୍କର ନାମ, ସଂଖ୍ୟା କିମ୍ବା ଅକ୍ଷରରେ ନାମିତ କରିବେ। ଦଳର ସଦସ୍ୟଙ୍କୁ କେଉଁ ସଂଖ୍ୟା ଦିଆଯାଇଛି ସେ ସମ୍ପର୍କରେ ଉଭୟ ଦଳ ପରସ୍ପରକୁ କିଛି କହିବେ ନାହିଁ, କାହିଁକିନା ଯଦି ଆଗୁଆ କହିଦେବେ ସେମାନେ ଜାଣିଯିବେ। ତାପରେ ଯେତେବେଳେ ଏକ ସଂଖ୍ୟା ଡକାଯିବ ସେହି ନମ୍ବର ପାଇଥିବା ଅଂଶଗ୍ରହଣକାରୀ ନିଜ ସ୍ଥାନରେ ଠିଆ ହୋଇ କୌଣସି ଏକ କାର୍ଯ୍ୟକଳାପ କରିବେ ଏବଂ ଦୌଡ଼ିବେ। ଉଦାହରଣ ସ୍ୱରୂପ ବସ୍ ଉଠାଇବା, ନିଜ ସ୍ଥାନରେ ଠିଆ ହୋଇ ଥରେ ଘୂରିବା କିମ୍ବା 2 ଥର ଡେଇଁବା, ଏହିଭଳି ଯେକୌଣସି ଅଭିନୟ ସେମାନେ କରିପାରିବେ ବା କାର୍ଯ୍ୟକଳାପ କରିପାରିବେ। ଏବେ ବିପରୀତ ଦଳର ସେହି ସମାନ ସଂଖ୍ୟା ପାଇଥିବା ଅଂଶଗ୍ରହଣକାରୀ ଉକ୍ତ ଅଂଶଗ୍ରହଣକାରୀଙ୍କୁ ଛୁଇଁବାକୁ ଚେଷ୍ଟା କରିବେ। ମନେକର 5 ସଂଖ୍ୟା ଡକାଗଲା ଏବଂ ଏହା ଦଳ ତେନ୍ଦୁଲକର ଦଳର ଜଣେ ଅଂଶଗ୍ରହଣକାରୀଙ୍କୁ ନ୍ୟସ୍ତ କରାଯାଇଛି। ସେ ନିଜ ସ୍ଥାନରୁ ଉଠି ଉପରୋକ୍ତ କୌଣସି ଏକ କାର୍ଯ୍ୟକଳାପ କରିବେ ଏବଂ ଦୌଡ଼ିବେ। ଏହି ସମୟରେ ଦଳ ଦ୍ରାବିଡ଼ ଦଳର 5 ସଂଖ୍ୟା ପାଇଥିବା ଅଂଶଗ୍ରହଣକାରୀ ଉକ୍ତ ଅଂଶଗ୍ରହଣକାରୀଙ୍କୁ ଛୁଇଁବାକୁ ଚେଷ୍ଟା କରିବେ। ଏହିଭଳି କୋହଲି ବା ବିରାଟ ଦଳର ଖେଳାଳି ସମାନ ସଂଖ୍ୟା ପାଇଥିବା ସେହୱାଗ ଦଳର ଖେଳାଳିଙ୍କୁ ଛୁଇଁବାକୁ ଚେଷ୍ଟା କରିବେ। ପ୍ରଥମ ପାଳିରେ ଅଂଶଗ୍ରହଣକାରୀଙ୍କୁ କେବଳ ଦୌଡ଼ିବାକୁ ପଡ଼ିବ, କିନ୍ତୁ ଦ୍ୱିତୀୟ ପାଳିରେ ସେମାନଙ୍କୁ ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ଯିବାକୁ ପଡ଼ିବ। ନିର୍ଦ୍ଦେଶକୁ ଠିକ୍ ଢଙ୍ଗରେ ପାଳନ କରି ଯେଉଁ ଦଳର ଅଂଶଗ୍ରହଣକାରୀଙ୍କୁ ଛୁଇଁବାରେ ସଫଳ ହେବେ ସେହି ଦଳକୁ 10 ପଏଣ୍ଟ ମିଳିବ। ଶେଷରେ ସର୍ବାଧିକ ପଏଣ୍ଟ ପାଇଥିବା ଦଳ ବିଜେତା ହେବ। ଦେଖ ପିଲାମାନେ, ତୁମମାନଙ୍କୁ ଯଦି ମୋର ଉତ୍ତର ଭଲ ଲାଗୁଛି ଏବଂ ଭିଡ଼ିଓଟି ଯଦି ଭଲ ଲାଗୁଛି ତୁମେମାନେ ନିଶ୍ଚିତ ରୂପରେ ବହୁତ ମାତ୍ରାରେ ସାଙ୍ଗମାନଙ୍କ ସହିତ ସେୟାର କର, ସେମାନେ ମଧ୍ୟ ଉପକୃତ ହୁଅନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କର ପରବର୍ତ୍ତୀ ସମୟରେ ଅନ୍ୟ ଅଧିବେଶନ ଗୁଡ଼ିକ, ଅନ୍ୟ କ୍ଲବ୍ର ଭିଡ଼ିଓ ଗୁଡ଼ିକ ପାଇବା ପାଇଁ। ତାପରେ ଦେଖ, ଶ୍ରେଣୀ ଗୃହ ଖେଳ କ'ଣ କରିବା? ଆବେଗକୁ ବୁଝିବା। ଆବଶ୍ୟକ ସାମଗ୍ରୀ ଆମେ କ'ଣ ନେବା?
ପାତ୍ର ବା ବାକ୍ସ ଏବଂ କାଗଜ ଖଣ୍ଡ ବା ଚିରିକୁଟି ପ୍ରସ୍ତୁତି ନିମ୍ନଲିଖିତ ପରିସ୍ଥିତିକୁ ଗୋଟିଏ ଗୋଟିଏ ଚିରିକୁଟିରେ ଉଲ୍ଲେଖ କରିବା ଏବଂ ଏହାକୁ ଭାଙ୍ଗି ଏକ ପାତ୍ର ବାକ୍ସ ଭିତରେ ଭର୍ତ୍ତି କରିବା। ବିଭିନ୍ନ ପରିସ୍ଥିତି ଦେଖ, ତୁମେ ବସ୍ ଧରିବାରେ ବିଫଳ ହେଲ ଓ ତୁମକୁ ଚାଲି ଚାଲି ବିଦ୍ୟାଳୟ ଯିବାକୁ ପଡ଼ିଲା। ସବୁଦିନ ବିଦ୍ୟାଳୟରେ ଉପସ୍ଥିତ ରହିଥିବାରୁ ତୁମକୁ ସଭାରେ ପ୍ରଶଂସା କରାଗଲା। ତୁମ ସାଙ୍ଗ ଅସୁସ୍ଥ ଥିବା କାରଣରୁ ଆଜି ବିଦ୍ୟାଳୟ ଆସିପାରିଲା ନାହିଁ। ତୁମ ମାଆ ତୁମକୁ ଅନିୟମିତ ଭାବରେ ମିଠା ଖାଇବାକୁ ଦେଲେ। ଭାଇ ଭଉଣୀଙ୍କୁ ଭୁଲ ଯୋଗୁଁ ପିତାମାତା ତୁମକୁ ଗାଳି ଦେଲେ। ବିଦ୍ୟାଳୟରେ ଏକ ପିରିୟଡ଼ ଖାଲି ଥିଲା କିନ୍ତୁ ଜଣେ ଶିକ୍ଷକ ଏହି ସମୟରେ ପରୀକ୍ଷା ଆୟୋଜନ କଲେ। ଦେଖ, ଏହି ସମସ୍ତ ଇଏର ଚିତ୍ର ରହିଛି। ବସ୍ ଧରିବାରେ ପିଲାଟା କେମିତି ବିଫଳ ହେଉଛି, ମା ଅନିୟମିତ ଭାବରେ କେମିତି ମିଠା ଖାଇବାକୁ ଦେଉଛନ୍ତି ଦେଖିଦିଅ। ତାପରେ ବଜାରରେ ହଜିଯାଇଥିବା ପିଲାଟିକୁ ତାଙ୍କ ପିତାମାତା ପାଇପାରିଲେ ନାହିଁ, ଖୋଜୁଛନ୍ତି। ତାପରେ ଜଣେ ଶିକ୍ଷକ କ୍ଲାସରେ ଶିକ୍ଷକ ନଥିବା ସମୟରେ ପରୀକ୍ଷାର ଆୟୋଜନ କଲେ। ତୁମେ ବ୍ଲାକବୋର୍ଡ଼ରେ ମଧ୍ୟ କିଛି କ୍ୱେଶ୍ଚନ୍ ଲେଖିକି ଦେଖାଇ ପାରିବ। ତ ଏଇଭଳି ସୁନ୍ଦର ସୁନ୍ଦର ଯଦି ଚିତ୍ର କରିବ ନିଶ୍ଚିତ ଭାବରେ ତୁମ ପରୀକ୍ଷାରେ ବହୁତ ଭଲ ସ୍କୋର ଆସିବ। କାହିଁକିନା ତୁମମାନଙ୍କୁ ଶିକ୍ଷକ 20ରୁ 20 ନମ୍ବର ଦେବେ ବା 19 ନମ୍ବର ଦେବେ, ତୁମକୁ ଆଦୌ ନମ୍ବର କାଟିବେ ନାହିଁ। ଆଉ ସେଥିପାଇଁ ତୁମେମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କର ଆଉ ସାଙ୍ଗମାନଙ୍କ ସହିତ ବହୁତ ମାତ୍ରାରେ ସେୟାର କର। ଦେଖିଦିଅ ଆଉ କ'ଣ ସବୁ ଲେଖିବା, କେମିତି ଚିତ୍ର କରାଯିବ ତା'ର ମଧ୍ୟ ମୁଁ ସମସ୍ତ ଚିତ୍ର କରିଦେଇଛି। ଆରାମସେ ତୁମେମାନେ କରିପାରିବ। ସୂଚନା, ଅଂଶଗ୍ରହଣକାରୀଙ୍କୁ 4ଟି ସମାନ ଦଳରେ ବିଭକ୍ତ କରିବା। ଯେହେତୁ ଅଂଶଗ୍ରହଣକାରୀମାନେ ଶ୍ରେଣୀଗୃହରେ ଧାଡ଼ିରେ ବସିଛନ୍ତି, ପ୍ରତ୍ୟେକ ଧାଡ଼ିକୁ ଗୋଟିଏ ଦଳ ଭାବରେ ଘୋଷଣା କରିବା। ଅଂଶଗ୍ରହଣକାରୀଙ୍କୁ କହିବା, ଯେତେବେଳେ ଡକାଯିବ ସେତେବେଳେ ଗୋଟିଏ ଦଳରୁ ଜଣେ ଲେଖାଏଁ ସଦସ୍ୟ କଳାପଟା ନିକଟକୁ ଆସିବେ ଏବଂ ପାତ୍ରରୁ ଗୋଟିଏ ଲେଖାଏଁ ଚିରିକୁଟି ବାହାର କରିବେ। ଏହି ଚିରିକୁଟି ଉଠାଇଥିବା ସଦସ୍ୟ ସେଥିରେ ଉଲ୍ଲେଖ ଥିବା ପରିସ୍ଥିତିକୁ ବୁଝିବେ ଏବଂ ଏହା କେଉଁ ଆବେଗ ସହ ଜଡ଼ିତ ତାହାକୁ 1 ମିନିଟ୍ ଭିତରେ ଅଭିନୟ କରି ଦେଖାଇବେ। ଯେଉଁ ଦଳର ଅଂଶଗ୍ରହଣକାରୀ ଉକ୍ତ ଅଭିନୟ କରି ଦେଖାଇବେ, ସେହି ଦଳର ସଦସ୍ୟମାନେ ହିଁ ଏହାକୁ ଚିହ୍ନଟ କରିବେ ଏବଂ ଚୂଡ଼ାନ୍ତ ଉତ୍ତର ଉଚ୍ଚ ସ୍ୱରରେ କହିବେ। ଯେଉଁ ଦଳ ଠିକ୍ ଉତ୍ତର ଦେବ ତାକୁ 10 ପଏଣ୍ଟ ମିଳିବ। ସେଠାରେ ଯେପରି ଅନେକ ପାଳି ଖେଳ ଖେଳାଯିବ ଏବଂ ପ୍ରତ୍ୟେକ ଦଳକୁ ଅତି କମରେ ଥରେ ଚିରିକୁଟି ଉଠାଇ ଆବେଗ ଚିହ୍ନିବାର ସୁଯୋଗ ମିଳିବ, ତାହା ସୁନିଶ୍ଚିତ କରିବା। ସୂଚନା, ଚିରିକୁଟି ଉଠାଇଥିବା ଅଂଶଗ୍ରହଣକାରୀ ଯେପରି ପରିସ୍ଥିତିକୁ ବୁଝି ଆବେଗ ଚିହ୍ନଟ ପାଇଁ ସର୍ବାଧିକ 30 ସେକେଣ୍ଡ ସମୟ ନେବେ ଏବଂ ଏହାକୁ ଅଭିନୟ କରି ଦେଖାଇବା ପାଇଁ କେବଳ 1 ମିନିଟ୍ ସମୟ ନେବେ, ତାହା ସୁନିଶ୍ଚିତ କରିବା। ପ୍ରତ୍ୟେକ ଦଳକୁ 2 ଥର ଅଭିନୟ କରିବାର ସୁଯୋଗ ଦେବା, ଯାହାଦ୍ୱାରା ଅନ୍ୟ ଦଳ ବିରକ୍ତ ପ୍ରକାଶ କରିବେ ନାହିଁ। ତ ଏହିଭଳି ସୁନ୍ଦର ସୁନ୍ଦର ଚିତ୍ର ଆମେ କରିବା। ଏଭଳି ସମସ୍ତ ସୁନ୍ଦର ସୁନ୍ଦର ଚିତ୍ର କରିବ। କଲା ପରେ କ'ଣ ହେବ ନା ତୁମେମାନେ ବହୁତ ଭଲ ନମ୍ବର ରଖିପାରିବ। ତାପରେ ଆସ ବସିବା, ଭାବିବା ଖେଳରେ କ'ଣ ଘଟୁଥିଲା ଦେଖିଦିଅ। ଖେଳରେ କ'ଣ ସବୁ ଘଟୁଥିଲା ଏ ସମସ୍ତ ବିଷୟ। ତାପରେ ବାର୍ତ୍ତା କ'ଣ ଯାଉଛି ଆଗ ମଧ୍ୟ ଲେଖିବ। ଶେଷରେ ଯେଉଁ କଠିନ ଆବେଗକୁ ଦର୍ଶାଇଥିବା 3ରୁ 5ଟି ଚିତ୍ର ଅଙ୍କନ କରିବ। ରାଗିବା ବେଳର ଚିତ୍ର, କାନ୍ଦିଲା ବେଳର ଚିତ୍ର, ହଠାତ୍ ତୁମେ ଦୌଡ଼ିକି ଯାଇକି ରାସ୍ତାରେ ପଡ଼ିଯାଉଛ, କଷ୍ଟ ପାଇବାର ଚିତ୍ର, ଏଇଭଳି ବିଭିନ୍ନ ଚିତ୍ର ତୁମେ କାର୍ଟୁନ୍ ଚିତ୍ର ଅଙ୍କନ କରିପାରିବ। ତାପରେ ଗୋଟିଏ ସୁସ୍ଥ ଏବଂ ଗୋଟିଏ ରୁଗ୍ଣ ଗଛର ଚିତ୍ର ଅଙ୍କନ କର। ସୁସ୍ଥ ଗଛର ମନୋରମ ଆବେଗ ଇମୋଜି ଅଙ୍କନ କର। ରୁଗ୍ଣ ଗଛର ଅସୁସ୍ଥ ଆବେଗର ଇମୋଜି ଅଙ୍କନ କର। ଦେଖ, ଏଇଠି ମୁଁ ଗୋଟେ ପିଲାଟା ରାଗିବାର ଚିତ୍ର ମୁଁ ଦେଇଛି, ତୁମେ ନେଇପାରିବ ମଧ୍ୟ ସେଇଭଳିଆ। ଗୋଟେ ସୁସ୍ଥ ଗଛର ଚିତ୍ର ଦେଇଛି, ତାହା ମଧ୍ୟ ତୁମେମାନେ କରିପାରିବ ଏବଂ ଗୋଟେ ରୁଗ୍ଣ ଗଛର ଚିତ୍ର ମଧ୍ୟ ଦେଇଛି, ଯାହାକୁ କଟା ହେଇଛି, ସେ ମରିଯାଉଛୁ, ତା'ର ଚିତ୍ର ମଧ୍ୟ ଦେଇଛି, ତୁମେମାନେ କରିପାରିବ। ଏବଂ ତୁମେମାନେ କ'ଣ କରିବ ନା ଶେଷରେ ସିଏ ଦେଇଛି କଠିନ ଆବେଗ ନିୟନ୍ତ୍ରଣ କରିବାର 2ଟି ଉପାୟ ବିଷୟରେ ଉଲ୍ଲେଖ କର। କଠିନ ଆବେଗ ନିୟନ୍ତ୍ରଣ କରିବା ପାଇଁ ପ୍ରଥମେ ଆବେଗ ଚିହ୍ନଟ କରିବାକୁ ପଡ଼ିବ। ଦ୍ୱିତୀୟତଃ ନିଜ ଉପରେ ନିୟନ୍ତ୍ରଣ ରଖିବା ପାଇଁ ମନକୁ ଆୟତ୍ତ କରିବା ପାଇଁ ସ୍ଥିର ଚିତ୍ତରେ ଭାବିବାକୁ ପଡ଼ିବ। ପିଲାମାନେ, ଏଇଠି ତୁମମାନଙ୍କର ଭିଡ଼ିଓ ସରିଯାଇଛି। ମୁଁ ଆଶା କରୁଛି ତୁମେମାନେ ନିଶ୍ଚିତ ରୂପରେ ଭିଡ଼ିଓରୁ ବହୁତ ଉପକୃତ ହେଇଥିବ। ତେଣୁ ଆଶା କରିବି ଚ୍ୟାନେଲକୁ ବହୁତ ମାତ୍ରାରେ ସେୟାର କରିବା ସହିତ ସାଙ୍ଗମାନଙ୍କ ସହିତ ସେୟାର କର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। ତୁମମାନଙ୍କର ଗୋଟେ ସବସ୍କ୍ରାଇବ୍ ମୋତେ ମୋଟିଭେଟ୍ କରିବ ପରବର୍ତ୍ତୀ ସମୟରେ ତୁମମାନଙ୍କ ପାଇଁ ଅଧିବେଶନ ନେଇକି ଆସିବା ପାଇଁ। ରହୁଛି, ଜୟ ଜଗନ୍ନାଥ।